ଜୟ ଜଗନ୍ନାଥ ଭାଇ ଓ ଭଉଣୀମାନେ। ଉତ୍କଳଗୌରବ ପାଠଶାଳା ପୁଣି ଥରେ ଆପଣମାନଙ୍କୁ ସ୍ୱାଗତ କରୁଛି। ଆମର ଯେଉଁ ପୂର୍ବ କ୍ଲାସ ଥିଲା ସ୍କ୍ୱାର ତାର ବେସିକ୍ ଆମେ ଆଲୋଚନା କରିଥିଲେ। ଆଜି ଆଲୋଚନା କରିବା କ୍ୟୁବ ଏବଂ କ୍ୟୁବ ରୁଟ୍। ଏ କ୍ୟୁବ ଏବଂ କ୍ୟୁବ ରୁଟ୍ ସରିଲା ପରେ ଆମେ ସ୍କ୍ୱାର ଏବଂ ସ୍କ୍ୱାର ରୁଟ୍ ଏବଂ କ୍ୟୁବ ରୁଟ୍ ର ନେକ୍ସଟ କ୍ୱେଶ୍ଚନ କିଛି ଆଲୋଚନା କରିବା। ବୁଝିଲା? ଚାଲନ୍ତୁ ଆଜି ଆଲୋଚନା କରିବା କ୍ୟୁବ ରୁଟ୍ ର। ଆଜି କେବଳ କ୍ୟୁବ ଆଲୋଚନା କରିବା। ବୁଝିଲା? କ୍ୟୁବ ର ପ୍ରଥମେ ତ ଆମେ ଏକ ଅଙ୍କ ବିଶିଷ୍ଟ, ଦୁଇ ଅଙ୍କ ବିଶିଷ୍ଟ, ତାପରେ 3 ଅଙ୍କ ବିଶିଷ୍ଟ ସଂଖ୍ୟାର କ୍ୟୁବ କିପରି ବାହାର କରାଯିବ ସେ ସବୁ ଆମେ ଶିଖିବା। ଆମେ ଜାଣିଛେ ପୂର୍ବରୁ କ୍ୟୁବ କହିଲେ କଣ? 2 ର କ୍ୟୁବ। 2 ର କ୍ୟୁବ କହିଲେ 2 2 2 ମାନେ 2 ଦୁଣେ 4 ଦୁଣେ 8 କୁ ବୁଝେଇବ। 2 ର କ୍ୟୁବ କହିଲେ 8 କୁ ବୁଝେଇବ। 8 ର ଯଦି ଆମେ କ୍ୟୁବ ରୁଟ୍ ବା ଘନମୂଳ ତାହେଲେ 2 କୁ ବୁଝେଇବ ତାର ମୂଳ। ଯୋଉ 8 ଟା ମୂଳ କୋଉଟା? 2। 2 କୁ 8 ର କ୍ୟୁବ ରୁଟ୍ କୁହାଯିବ ଆଉ 8 କୁ 2 ର କ୍ୟୁବ ମଧ୍ୟ କୁହାଯିବ। ବୁଝିଲ? ତାହେଲେ এই କ୍ୟୁବ ରୁଟ୍ ବିଷୟରେ ଆମେ ପୂର୍ବରୁ ଯୋଉ କ୍ଲାସ ରେ ପଢୁଥିଲେ, ସ୍କୁଲରେ ପଢୁଥିଲେ, କେମିତି ପଢୁଥିଲେ? କ୍ୟୁବ କହିଲେ ଏଇଭଳିଆ ଗୁଣା କରିକି ବାହାର କରୁଥିଲେ। ତ ଆମେ ଯେହେତୁ କମ୍ପିଟିଟିଭ ଏକ୍ସାମ ପାଇଁ ପ୍ରିପେୟାର ହଉଛୁ, ତେଣୁ ଆମେ କିଛି ସଠିକ ଜାଣିବା, କିଛି ସର୍ଟ ମେଥଡ କିଛି ଜାଣିବା, ଯାହା ଦ୍ୱାରା କି ଆମକୁ ଟାଇମ କମ ଲାଗିବ ଗୋଟେ ସଂଖ୍ୟାର କ୍ୟୁବ କିମ୍ବା କ୍ୟୁବ ରୁଟ୍ ବାହାର କରିବା ପାଇଁ। ବୁଝିଲା? କ୍ୟୁବ କିମ୍ବା କ୍ୟୁବ ରୁଟ୍ ବିଷୟରେ ପଢିବା ପୂର୍ବରୁ ମୁଁ ଆପଣମାନଙ୍କୁ ଅନୁରୋଧ କରୁଛି, ଯୋଉ 1 ର କ୍ୟୁବରୁ ଆପଣମାନେ 20 ର କ୍ୟୁବ ନିଶ୍ଚିତ ଭାବରେ ମନେ ରଖିବେ। ତେଣୁ ଆସନ୍ତୁ ଆମେ ସର୍ଟ ରେ ଆଲୋଚନା କରିଦଉଛୁ। 1 ର କ୍ୟୁବ ହଉଛି 1, 2 ର କ୍ୟୁବ ହଉଛି 2 ଦୁଣେ 4 ଦୁଣେ 8, 3 ର କ୍ୟୁବ ହଉଛି 3 3 9 3 27, 4 ର କ୍ୟୁବ 4 4 16 64, 5 ର କ୍ୟୁବ 5 25 50 125, 6 ର କ୍ୟୁବ ସେଇଭଳିଆ 736 ଗୁଣା 216, 7 ର କ୍ୟୁବ 4 7 50 57 343 ଆସିବ। 7 7 9 63 3 6 7 28 33 4 34, ଠିକ ଅଛି। 8 ର କ୍ୟୁବ 512, 9 ର କ୍ୟୁବ 729, 10 ର କ୍ୟୁବ 101 ରେ 3ଟା ଶୂନ 11, 11 ର କ୍ୟୁବ 12 ର କ୍ୟୁବ 13 ର କ୍ୟୁବ 14 ର କ୍ୟୁବ, ଏଗୁଡା ଆପଣ ମନେ ରଖିବେ। ମୁଁ ପ୍ରୋସେସ ପ୍ରଥମରୁ କହିଦଉଛି। ଆମେ ଦେଖିବା 11 ର କ୍ୟୁବ, 11 ନାହିଁ, ପ୍ରଥମ 12 ର ବାହାର କରିବା। ଫଣ୍ଡାମେଣ୍ଟାଲ ମୁଁ କହିଦଉଛି। 12 ର କ୍ୟୁବ ବାହାର କରିବା। 12 ର କ୍ୟୁବ ବାହାର କରିବା ପାଇଁ ହେଲେ ଆମେ ଏଇ ଯୋଉ ଆମ 2 ଅଙ୍କ ବିଶିଷ୍ଟ ସଂଖ୍ୟାର କ୍ୟୁବ, ୟାକୁ ବାହାର କରିବା ପାଇଁ ହେଲେ ଆମେ ପୂର୍ବକୁ ଫେରିଯିବା। 1:2 ମାନେ ଅନୁପାତ। ଏଇ ଯୋଉ ମେଥଡ ଅଛି, ଆମେ କୋଉ ମେଥଡ ରେ କ୍ୟୁବ ବାହାର କରିବା ନା ଅନୁପାତ ମେଥଡ ରେ। ବୁଝିଲା? ତେଣୁ ଅନୁପାତ ବିଷୟରେ ଯୋଉ ପିଲାମାନେ ଜାଣିଛନ୍ତି ସେମାନଙ୍କ ପାଇଁ ବହୁତ ସହଜ ହେଇଯିବ। ଆଉ ଅନୁପାତ କଣ ସେ ବିଷୟରେ ଯୋଉ ପିଲାମାନଙ୍କର ମାନେ ଧାରଣା ନାହିଁ, ସେମାନେ ଆମର ପୂର୍ବ କ୍ଲାସ କୁ ଯାଇ ଆମର ପ୍ଲେଲିଷ୍ଟ କୁ ଚାଲିଯିବେ। ପ୍ଲେଲିଷ୍ଟ କୁ ଯାଇକି ଅନୁପାତ ଏବଂ ମାନେ ରେସିଓ ଏବଂ ପ୍ରପୋର୍ସନ କ୍ଲାସ ମୁଁ ଦେଇଛି, ସେଥିରେ ଯାଇ ଆପଣ ମାନେ ଅନୁପାତ କୁ ବୁଝିପାରିବେ। ବୁଝିଲା? ତେଣୁ ଆସନ୍ତୁ ତାହେଲେ ଏତିକି ଜାଣନ୍ତୁ ଯେ ଆମର 2 ଅଙ୍କ ବିଶିଷ୍ଟ ଯୋଉ ସଂଖ୍ୟା
ସେଗୁଡାକର କ୍ୟୁବ ବାହାର କରିବା ପାଇଁ ହେଲେ ଆମକୁ ଅନୁପାତ ମେଥଡ ରେ ବାହାର କରିବା ପାଇଁ ପଡିବ। ତାହେଲେ ଆମେ 12 ର କ୍ୟୁବ ବାହାର କରିବା। ତାପରେ କଣ କରିବା, ପ୍ରଥମେ 12 କୁ 1:2 ଲେଖିଦବା। ତାପରେ ତଳେ 4ଟା ଗାର ଦବା, ଏଠି ମଝିରେ ଗାର ପକେଇଦବା। 1:2 ତାପରେ 1 ର କ୍ୟୁବ ଆମେ ଏଇଠି ଲେଖିବା। 1 ର କ୍ୟୁବ କେତେ? 1, ତେଣୁ 1 ଲେଖିବା। ଏ ଯୋଉ ଲାଷ୍ଟ ଅଛି ଏଠି, ପ୍ରଥମ ଆମେ ଲେଫ୍ଟ ସାଇଡ ରେ ଲେଖିଲେ 1 ର କ୍ୟୁବ, ମୁଁ ପୁରା ରାଇଟ ସାଇଡ ରେ ଲେଖିବା। ଏ ଯୋଉ ରାଇଟ ରେ କିଏ ଅଛି? 2, 2 ର କ୍ୟୁବ, 2 ଦୁଣେ 4, ଦୁଣେ 8। ତାପରେ ଏଇ ଯୋଉ 4ଟା ଗାର, ଏଇ 4ଟା ଗାର ମଝିରେ ଗୋଟେ ଗାର ଦିଆହେଇଛି, ପାର୍ଟିସନ କରିଦିଆଯାଇଛି। ତାହେଲେ ଏଇଟା ତାମାନେ ଏଟାକୁ ବୁଝିବା ଆମେ 1:2, ଉପରଟା ବି 1:2। ଦେଖ ଆପଣ ମାନେ ଥରେ ବୁଝିଗଲେ ଏଇ ସବୁ ଲେଖିବା ପାଇଁ ପଡିବନି, ବା ୟାକୁ ମଧ୍ୟ ଲେଖିବା ପାଇଁ ପଡିବନି। ବୁଝିହେଲା? ମୁଁ ଯେହେତୁ ବୁଝାଉଛି ତେଣୁ ମୁଁ ସେ ଭାବରେ ଲେଖିକି ବୁଝେଇବି। ବୁଝିହେଲା? ତାହେଲେ 1 ର କ୍ୟୁବ ହେଇଗଲା 2 ର କ୍ୟୁବ। ତାପରେ ଏଇ ଯୋଉ 1:2 ରେ 1 ର ଏଇ 1 ଟା କେତେ ଗୁଣ? ନା 1 ଗୁଣ। ତେଣୁ 2 ର ମଧ୍ୟ 1 ଗୁଣନ କରିବା, 1 2। 2 ର ଏଇ ଯୋଉ 8 ଟା କେତେ ଗୁଣ? 4 ଗୁଣ। ତାହେଲେ ଏଇ 1 ରେ ମଧ୍ୟ 4 ଗୁଣ କରିବା, 1 4 4। ଠିକ କାମ ସରିଲା। ତାପରେ କଣ କରିବା, ଏଇ ଯୋଉ 4 ର ଡବଲ କରିବା, 2 ଗୁଣ କରିବା, 4 ଦୁଣେ 8। ଏ 2 ର ମଧ୍ୟ ଡବଲ କରିବା, 2 ଦୁଣେ 4। ତାପରେ ତାକୁ ମିଶେଇବା। 8 କୁ 8, 8 4 12 2, 1, 4 2 6 1 7, 1 1 9 1, 2। ତାହେଲେ 2 2 7 2 8 ହେଲା। 2 7 2 8 ଇଏ ହେଲା 12 ର କ୍ୟୁବ। ତାପରେ ଦେଖିବା ଆମେ 13 ର କ୍ୟୁବ। 13 ର କ୍ୟୁବ ବାହାର କରିବା ପାଇଁ ହେଲେ 13 କୁ 1:3 ଲେଖିବା। ଏଠି 4ଟା ଗାର ଦେଇଦବା। 1 ର କ୍ୟୁବ କୁ ଆମେ ଲେଖିବା ଏଠି, 3 ର କ୍ୟୁବ କୁ ଲେଖିବା 3 3 27 ଏଇଠି। 1 ର କେତେ ଗୁଣା? 1 ଗୁଣା। 3 ର ମଧ୍ୟ 1 ଗୁଣା କେତେ ହବ? 3। 3 ର ଯେହେତୁ 27 କେତେ ଗୁଣା? 9 ଗୁଣା। 1 ର ମଧ୍ୟ 9 ଗୁଣା 9 ଲେଖିବା। 9 ର ଡବଲ 8 ଲେଖିବା, 3 ର ଡବଲ 6 ଲେଖିବା। ତାପରେ ଯୋଗ କରିବା। ଏଇ ଗୋଟେ ହିଁ ସଂଖ୍ୟା ଓଲିବ, ଏଇଟା କ୍ୟାରି ହେଇଯିବ। ବୁଝିଲ? 7, ଏ ଦୁଇଟା ଏଠି କ୍ୟାରି ହେଇଯିବ। 9 17 18 19, 19 ରୁ 9, ଇଏ 1 2, ଏ ଦୁଇଟା ଏଇଠି କ୍ୟାରି ହେଇଯିବ। 7 9 10 11 1, 1 2 1 1 2, 2 1 9 ହେଲା। ଇଏ ହେଲା 13 ର କ୍ୟୁବ। ଏଭଳି ଭାବରେ ପ୍ରାକ୍ଟିସ କରିବା କିଛି କ୍ୱେଶ୍ଚନ ର। ଆମର କ୍ୟୁବ ବାହାର କରିବା ପାଇଁ ହେଲେ ପ୍ରଥମେ 1:5 ଲେଖିବା। 1 2 3 4ଟା ଗାର ଦେଇଦବା। 1 ର କ୍ୟୁବ କୁ ଏଠି ଲେଖିବା 1, 5 ର କ୍ୟୁବ କୁ ଏଠି ଲେଖିବା 5 25 50 125। ତାହେଲେ 1 ର ଯେତେଟା ହେଲା କେତେ ଗୁଣା? 1 ଗୁଣା। 5 ର 1 ଗୁଣା 5 के 5। 5 ର ଏଟା କେତେ ଗୁଣା? 25 ଗୁଣା। ତାହେଲେ 1 ର ମଧ୍ୟ 25 ଗୁଣା ଏଠି ଲେଖିବା 25। ତାପରେ 25 ର ଡବଲ କେତେ? 50। 5 ର ଡବଲ 10। ତାକୁ ଯୋଗ କରିବ। ଗୋଟେ ସଂଖ୍ୟା ହିଁ ତଳେ ଓହ୍ଲିବ, 12ଟା କ୍ୟାରି ହେଇଯିବ ଏଠି। 5 2 7, ଏ 7 ଏଠି ପଡିବ। 5 2 7 1 8, ଏ 8 ଟା ଏଠି କ୍ୟାରି ହେଇଯିବ। 8 5 13 ରୁ 3, 1 1 1 2, ଏ ଦୁଇଟା ଏଠି ମିଶିଯିବ। 3 କ୍ୟୁବ ହେଲେ 3 3 7 5। ଆମେ ଗୋଟେ ଚେକ୍ କରିବା। ତାହେଲେ 15 ର ସ୍କୋୟାର କେତେ? 225 ଗୁଣନରେ 15। 15 ପଞ୍ଚା 75 5 7, 15 ଗୁଣ 30 7 7 3, 15 ଗୁଣ 30 3 33। ତାହେଲେ ଠିକ ଅଛି। ବୁଝିହେଲା?
ତାପରେ ଚାଲନ୍ତୁ ଆମେ କେତେର ନା 42 ର କ୍ୟୁବ ବାହାର କରିବା। ପ୍ରଥମ ଲେଖିବା 42 କୁ 4:2 ତାପରେ ତଳେ 4ଟା ଗାର ଦେଇଦବା। ଆପଣମାନେ ପ୍ରାକ୍ଟିସ ଯେତେ କରିବେ ସେତେ ଆପଣମାନଙ୍କ ପାଇଁ ସହଜ ହବ, ବୁଝିଲ? ଆଉ ବିନା ପ୍ରାକ୍ଟିସ ରେ ଆପଣମାନେ ଏତିକି କରିବା ପାଇଁ 5-7 ମିନିଟ ଲାଗିଯିବ। ଆଉ ଯଦି ଆପଣମାନେ ପ୍ରାକ୍ଟିସ କରିବେ 3 ରୁ 5 ସେକେଣ୍ଡ ମଧ୍ୟରେ କରିଦେବେ, ବୁଝିଲ? ତାହେଲେ 4 ର କ୍ୟୁବ 4 16 64, 2 ର କ୍ୟୁବ 2 ଦୁଣେ 4 ଦୁଣେ 8। ଏ 4 ର 64 କେତେ ଗୁଣ? 16 ଗୁଣ। ତେଣୁ 2 ର ମଧ୍ୟ 16 ଗୁଣ ହବ 32। 2 ର 8 କେତେ ଗୁଣ? 4 ଗୁଣ। ତେଣୁ 4 ର ମଧ୍ୟ 4 ଗୁଣ 4 16 ଲେଖାଯିବ। 16 ଦୁଣେ 32, 32 ଦୁଣେ 64। ତାପରେ ଯୋଗ କରିଦବା 8 କୁ 8, 6 2 8 ଏଠି ରହିବ, 3 1 4 କ୍ୟାରି ହେଇଯିବ। 4 4 8 9 10 ରୁ 0, 9 1 6 3 9 1 10, 10 ଟା ଏଇଠି ପଳେଇଯିବ। 64 10 74। ଏଇଟା ହେଲା ଆମର 42 ର କ୍ୟୁବ, ବୁଝିଲ? ତାପରେ ଆଉ ଗୋଟେ ବାହାର କରିବା କେତେ? 65। 65 ର କ୍ୟୁବ। 65 କୁ ଲେଖିବା 6:5। ତାପରେ 1 2 3 4ଟା ଗାର ଦେଇଦବା। 6 ର କ୍ୟୁବ 636, 6 216। 5 ର କ୍ୟୁବ ରାଇଟ ସାଇଡରେ ଲେଖିବା 5 ଟା 25 5 125। ତାହେଲେ 6 ର ଏଇଟା କେତେ ଗୁଣ? ନା 636, 36 ଗୁଣ। ତାହେଲେ 5 ରେ ମଧ୍ୟ 36 ଗୁଣ କରିବା। 36 ଇଣ୍ଟୁ 5। କାଲକୁଲେଟିଭ ଟା ନେଇଛି, ତେଣୁ 530 ରୁ 0 3 5 15 180। 180। ତାପରେ କଣ କରିବା? 5 ର ଏଟା କେତେ ଗୁଣ? 25 ଗୁଣ। ତାହେଲେ 6 ର ମଧ୍ୟ 25 ଗୁଣ ନବ। ତାହେଲେ 25 6 150, 150। ତାହେଲେ 150। ୟାକୁ କାଲକୁଲେଟ କିପରି କରିବା? ପ୍ରଥମ ତ ୟାକୁ ଡବଲ କରିବା। 150 ର 300, 8 ଗୁଣ 36, 360। ଯୋଗ କରିବା। ଗୋଟେ ହିଁ ସଂଖ୍ୟା ଏଠି ଓହ୍ଲେଇବା 5, 12ଟା ଏଠି କ୍ୟାରି ହେଇଯିବ। ତାହେଲେ ଇଏ କେତେ ହଉଛି? 40 45 ମନେକର 62, 462, 462, 462 ରୁ 2ଟା ଏଠି ରହିଲା। ଏଇ 46 ଟା ଏଇଠି କ୍ୟାରି ହେଇଯିବ। ତାହେଲେ ଏଇଠି ପୁଣି କେତେ ହବ? 6 କୁ 6, 6 4 10 8 18 ରୁ 8, 3 1 4 1 5, 586। 6ଟା ଏଠି ପଡିବ, 86 କ୍ୟାରି ହେଇଯିବ। ସରି 58 କ୍ୟାରି ହେଇଯିବ। ତାହେଲେ 6 8 14 ରୁ 4 ରଖିଲା 1, 5 1 6 1 7 2 କୁ 2। ତାହେଲେ 2 7 4 6 2 5। 65 ର କ୍ୟୁବ କେତେ ହବ? 2 7 4 6 2 5। ବୁଝିହେଲା? ଆପଣମାନେ କାଲକୁଲେଟର ଚେକ୍ କରିଦେଇ ପାରିବେ, ନହେଲେ ମୁଁ ଚେକ୍ କରିଦଉଛି। 65 ଏଠି ଦେଖନ୍ତୁ, 65 ବର୍ଗ କେତେ ହବ? 5 5 25। 6 ର ବର୍ଗ 636, 6 30 ଦୁଣ 60। ବର୍ଗ ଏମିତି ଆମେ ବାହାର କରୁ ନା। ତାହେଲେ 5 2 612 2 ରଖିଲା 1 3 1 4। ତାପରେ କରିଦବା ଆମର ଆଉଥରେ 65। ଏଇଟା ଆମେ ପାଇଲେ 65 ର ବର୍ଗ। କ୍ୟୁବ ବାହାର କରିବ। ତାହେଲେ ଆଉ 65 ଆଉଥରେ କଣ କରିବା? 5 5 25 ରୁ 5 2, 5 10 2 12 2 ରଖିଲା 1, 5 10 1 11 1 1 5 20 1 21। 6 5 30 ରୁ 0 3, 12
ଏକ 12 ଏକେ 3 ଏକ 24 ଏକେ 25 पहले 5 2 6 4 7 2 2 7 4 6 2 5 ହେଇଗଲା ବୁଝିଲା ପିଲାମାନେ ଦେଖିବା ଆଉ ଗୋଟେ ଦିଟା ପ୍ରାକ୍ଟିସ କରିବା ତାପରେ ଆମର 3 ଡିଜିଟ वाला ସଂଖ୍ୟା କ୍ୟୁବ କେମିତି ବାହାର କରିବା ସେଥିରେ ପ୍ରାକ୍ଟିସ କରିବା 82 82 ର କ୍ୟୁବ ଆଉ 82 କୁ h is to 2 ଲେଖିବା ଚାରିଟା 4 ଦେଇଦେବା 64 8 ର କ୍ୟୁବ 5 9 12 2 ର କ୍ୟୁବ ଏଠି ଲେଖିବା 2 ଦୁणे 4 ଦୁणे 8 2 ର 8 ଟା କେତେ ଗୁଣା 4 ଗୁଣା ତେଣୁ 8 ର 4 ଗୁଣା 8 ଚ 32 ଏଠି ଲେଖିବା 8 ର ଏଟା କେତେ ଗୁଣା 64 ଗୁଣା ତେଣୁ 2 ରେ 64 ଗୁଣ କରିବା 2 ଚ 8 212 ଏତିକି ସରିଲା କାମ ତାପରେ କଣ ହବ କାମ 32 ର 2 ଗୁଣା 64 27 ର 2 ଗୁଣା 256 ରଖଣା 1 2 ଗୁଣା 4 के 5 56 ତାପରେ ହେଲା ଯୋଗ କରିବା 8 4 2 6 ଟାଇପ ରହିବ 9 ହେଇଯିବ ବୁଝିଲା ତାପରେ 15 8 15 8 23 23 ରୁ 3 ରହିବ ଏଠି ତାପରେ ହେଲା 2 ରହିଲା 2 5 7 8 9 ତା ଏପଟେ କେରେ ହେଇଯିବ 9 5 2 7 1 8 9 9 2 के 3 39 ଏପଟେ କେରେ ହେଇଯିବ ବୁଝିଲା 9 2 11 11 1 ଏଠି 3 1 4 5 5 को 5 9 2 11 ରୁ 1 3 1 4 1 5 5 को 5 ତାହେଲେ 5 5 1 3 6 8 82 ର କ୍ୟୁବ ହେଲା ଏତିକି ଦେଖିବା ଚେକ୍ କରିବା 2 ର ବର୍ଗ 2 ଦୁणे 4 ଆଗ 82 ର ବର୍ଗ ବାହାର କରିବା 8 64 8 ଦୁଣା 16 16 32 4 2 7 6 ଇଏ ହେଲା 82 ର ବର୍ଗ ତାହେଲେ କ୍ୟୁବ ବାହାର କରିବା ପାଇଁ ହେଲେ ଆଉ ଥରେ ଗୁଣନ କରିଦବା 2 8 2 ଦୁणे 4 2 14 4 ରଖିଲା 1 212 1 13 ତାହେଲେ 8 32 ରୁ 2 3 8 ଦୁणे 16 17 18 19 ରୁ 9 1 8 7 56 1 57 ରୁ 7 5 848 50 3 53 ତାହେଲେ ହେଲା 8 4 2 6 9 4 13 3 ରଖିଲା 1 10 11 1 ରଖିଲା 1 3 4 1 5 5 କରେକ୍ଟ ର କ୍ୟୁବ ହେଲା ସେତିକି ତାହେଲେ ଏଇ ମେଥଡରେ ଆପଣମାନେ ଦୁଇଙ୍କ ସଂଖ୍ୟା ଗୁଡିକୁ କ୍ୟୁବ ବାହାର କରିପାରିବେ ବୁଝିଲା ଏଇ ଯୋଉ ଆପଣମାନେ ଦେଖୁଛନ୍ତି କ୍ୟାଲକୁଲେସନ ଏଇ କ୍ୟାଲକୁଲେସନ ଆପଣମାନେ ଯେତେ ପ୍ରାକ୍ଟିସ କରିବେ ସେତେ ଫାଷ୍ଟ ହେଇପାରିବ ବୁଝିପାରିଲେ ସେଥିପାଇଁ ଜମା କରିଦେବେନି ନିଶ୍ଚିତ ପ୍ରାକ୍ଟିସ କରିବେ ଆପଣମାନଙ୍କ ପାଇଁ ସହଜ ହେଇପାରିବ ବୁଝିଲା ତାହେଲେ ଚାଲନ୍ତୁ ଏବେ ଆମେ ତିନି ଅଙ୍କ ବିଶିଷ୍ଟ ସଂଖ୍ୟା କିପରି କ୍ୟୁବ ବାହାର କରିବା ସେ ମେଥଡକୁ ଜାଣିବା ମନେ କରାଯାଉ 1 0 2 ତାର କ୍ୟୁବ 1 0 2 ର କ୍ୟୁବ ବାହାର କରିବା ପାଇଁ ହେଲେ ଆମେ ଏଇ 102 କୁ କିପରି ଲେଖିବା 100 ଯୁକ୍ତ 2 ତାପରେ ତାକୁ କ୍ୟୁବ ତାର ପ୍ରୋସେସ ମଧ୍ୟ ସେଇଭଳିଆ କଣ କରିବା 1 2 छोट छोट तापर 1 2
ଏଠି କେବଳ ଦୁଇଟା ଅଙ୍କ ଆସିପାରିବ, ତା ଛଡା ଆଉ ଅଧିକା ଅଙ୍କ ରହିପାରିବ ନାହିଁ। ଏକ ପ୍ରାକ୍ଟିସ କଲେ ଆପଣ ବୁଝିପାରିବେ। ପ୍ରଥମ ଦେଖନ୍ତୁ 3 ଏମାନଙ୍କର 100 ଯୁକ୍ତ 2, 102 କୁ ଆମେ 100 ଯୁକ୍ତ 2 କଲେ, ତାହେଲେ ପ୍ରଥମେ 2 ର କ୍ୟୁବ କୁ ଏଠି ଲେଖିବା, 2 ଦୁଣେ 4 ଦୁଣେ 8, ଏ ଦୁଇଟା ଅଙ୍କ। ତାପରେ ଏଇଠି ପୁଣି ଦୁଇଟା ଅଙ୍କ ହେଇପାରିବ, ଏଇଟାକୁ ବୁଲେଇବା, ଏଇଠି ଫୁଲ ଚକ୍କର, ତା ମାନେ 2 3 6, 6 ଦୁଣେ 12, ଏଠି 12 ଲେଖିବା, ବୁଝିଲା? 2 3 6, 6 ଦୁଣେ 12 ଏଇଠି ଲେଖିବା। ତାପରେ କଣ କରିବା, 2 3 6 ଥରେ ଆଧା ଚକ୍ର, ପ୍ରଥମେ ପୁରା ଚକ୍ର ବୁଲେଇବା, ତାପରେ ଅଧା ଚକ୍ର ବୁଲେଇବା। ପୁରା ଚକ୍ର ବୁଲେଇକି ଆମେ ଏଇଠି ଲେଖିଲେ ଅଧା ଚକ୍ର, ତା ମାନେ 2 3 6, ଏଇ ଯୋଉ 6 ଟା ଏଇଠି ଯୋଗ ହେଇଯିବ, 100 ଯୁକ୍ତ 6, 106। ତାହେଲେ ଆମେ କେତେ ପାଇଲେ, 106 12 0 8। ଦେଖିବା 102 ର କ୍ୟୁବ ଏତିକି ହଉଛି କି ନାହିଁ। ତାହେଲେ ପ୍ରଥମ ଦେଖିବା 102 ର ସ୍କୋୟାର ବାହାର କରିବା। 102 ର ସ୍କୋୟାର କିପରି ବାହାର କରୁଥିଲେ, 102 ପ୍ଲସ 2 ମାଇନସ 2 ଏଇଭଳିଆ କରୁଥିଲେ। 2 ର ବର୍ଗ 2 ଦୁଣେ 4, ତାପରେ କଣ କରୁଥିଲେ, 102 ଯୁକ୍ତ 2, 4 ଗୁଣରେ 102 ମାଇନସ 2, 100 ବିଭକ୍ତରେ 100 କରୁଥିଲେ, 100 100 କାଟି ଦଉଥିଲେ, 1 0 4 0 4, ଏତିକି ହେଲା ତାର ବର୍ଗ, 1 0 4 0 4। ତାପରେ କଣ କରୁଥିଲେ, 100 ପୁଣି 102 ଗୁଣନ କରିଦବା, କାହିଁକି ତାର କ୍ୟୁବ ଦରକାର, 2 6 8 2 0 0 2 6 8 2 0 0 2 के 2 0 0 0 5टा 4 5, ତାପରେ 1 ରେ 4 0 4 0 1, ତାହେଲେ 8 0 8 4 12 2 ରଖନା 1 1 4 2 6 0 1 1 0 6 2 0 8, ପାଇଲେ ନା ଏତିକି, ବୁଝିଲା? ତାହେଲେ ଇଏ ହେଲା 3 ଅଙ୍କ ବିଶିଷ୍ଟ ସଂଖ୍ୟାର କ୍ୟୁବ, ବୁଝିପାରିଲେ? ତେଣୁ ଚାଲନ୍ତୁ ଆଉ ଗୋଟେ ଦିଟା ପ୍ରାକ୍ଟିସ କରିବା, ଆପଣ ମାନେ ଠିକ ବୁଝିପାରିବେ। ମନେ କରାଯାଉ 105 ର କ୍ୟୁବ କରିବା, ତାହେଲେ ଲେଖିବା କିପରି, 100 ଯୁକ୍ତ 5 ର କ୍ୟୁବ। ପ୍ରଥମେ କଣ କରିବା, 5 ର କ୍ୟୁବ କୁ ଲେଖିବା, ବଡ ଗାର ଦବା, ତାପରେ ଛୋଟ ଛୋଟ ଦିଟା, ତାପରେ ଛୋଟ ଛୋଟ ଦିଟା, ତାହେଲେ ଏଇଠି ଦିଟା ଅଙ୍କ ହିଁ ରହିପାରିବ, ତା ମାନେ ହଉଛି ସେଇଆ। ତାହେଲେ 5 ର କ୍ୟୁବ, 5 25 5 125, 125 ରୁ କେବଳ 25 ଲେଖିପାରିବା, ଆଉ एकटा ଏଇଠି ମିଶିଯିବ, ଏଇ ଯୋଉ ସଂଖ୍ୟାଟା ଆସିବ, ଏବେ କଣ କରିବା, ପୁରା ଚକ୍ର ବୁଲେଇବା, ତାପରେ 5 3 15, 15 5 75, 75 ରେ ଏଇ एकटा ମିଶିଯିବ, ତାହେଲେ ଥାଉ 75 1 ଏଟା 5 ସହିତ ମିଶିଯିବ, ତାହେଲେ 76 ହେଇଯିବ, ବୁଝିଲ? ତାପରେ କଣ କରାଯିବ, ଅଧା ଚକ୍ର ବୁଲେଇକି 100 ରେ ଆଡ କରିଦବା, 5 3 15, ତାହେଲେ 15 ଟା ଏଠି ଏଡେଇକି 115 ଏଠି ଲେଖା ହେଇଯିବ। ତାହେଲେ 105 ର କ୍ୟୁବ କେତେ ହେଲା, 1 1 5 7 6 2 5, ବୁଝିଲା?
তাহলে ଦେଖିବା এটা ଠିକ କି ଭୁଲ। ତାହେଲେ 105 ର ଆମେ ପ୍ରଥମେ ସ୍କୋୟାର ବାହାର କରିବା। ସ୍କୋୟାର କିପରି ବାହାର କରାଯାଏ? ନା 105 ପ୍ଲସ ରେ 5 କରିବା ମାଇନସ ରେ 5 କରିବା ତାପରେ ଏତିକି ଗାର ଦବା। ଏଇଠି ସେମିତି ଦିଟା ଅଙ୍କ ହିଁ ରହିପାରିବ। ତାହେଲେ ପ୍ରଥମେ ତ ପ୍ଲସ ମାଇନସ 5 କରାଯାଇଛି ମାନେ 5 ର ହିଁ ବର୍ଗ 5 ପଞ୍ଚା 25 ଲେଖାଯିବ। ତାପରେ 105 ପ୍ଲସ 5 କେତେ? 110 ଗୁଣନରେ 105 ମାଇନସ 5 100। ବେଶ ସବୁବେଳେ କେତେ ବି ନେଇପାରିବା, ହରଣ କିନ୍ତୁ ସବୁବେଳେ 100 ହବ। 100 କଟିଗଲା, ଇଏ ହେଲା 110। ତାହେଲେ 110 25 ଏତିକି ପାଇଲେ 105 ର ବର୍ଗ। ତେଣୁ 5 ର ଆମର କ୍ୟୁବ ଦରକାର। 105 ଆମେ ଗୁଣନ କରିଦବା। 5 25 5 2 5 ଗୁଣ 10 2 12 2 5 0 1 5 के 5 5 के 5 ପାଞ୍ଚଟା ଶୂନ ଦେଇଦେବା। ଶୂନ ର ତାପରେ 5 2 0 1 1 କେତେ ହେବ? 5 2 5 1 6 5 2 7 5 को 5 1 1 ଏତିକି ପାଇଲ ନା? ବୁଝିଲା? ତାପରେ ଚାଲନ୍ତୁ ଆଉ ଗୋଟେ ଦିଟା କରିବା। ତାପରେ ଦେଖିବା ଆମର 112 ର କରା 112 ର କ୍ୟୁବ। ତାହେଲେ ୟାକୁ ଆମେ 100 ଯୁକ୍ତ 12 କରିପାରିବା। ତାର କ୍ୟୁବ। ପ୍ରଥମେ କଣ କରିବା? ଲମ୍ବା ଗାର ଗୋଟେ, ଛୋଟ ଛୋଟ ଦିଟା, ତାପରେ ଛୋଟ ଦିଟା। ଏପଟେ ଦିଟା ସଂଖ୍ୟା ହେଇପାରିବ। ପ୍ରଥମେ କଣ ମୁଁ କହିଲି? 12 ର କ୍ୟୁବ କରିବା। 12 ର କ୍ୟୁବ କେତେ? 17। 12 ର କ୍ୟୁବ। ପ୍ରଥମ 12 ର କ୍ୟୁବ ବାହାର କରିବା। ଏତେ ବଡ ପିଲାମାନେ ପଡେନି, ସେ 100 2 5 ଏଭଳି ଆସିବ। କିନ୍ତୁ ଆପଣ ପ୍ରୋସେସ ଟା ମନେ ରଖନ୍ତୁ। 12 କ୍ୟୁବ 8:2। ତାହେଲେ କଣ ଚାରିଟା ଗାର ଦିଆଯାଏ। 1 ର କ୍ୟୁବ 1, 2 ର କ୍ୟୁବ 8। ତାହେଲେ 2 ର 8 4 ଗୁଣା 1 into 4 4 ହବ। 1 ର 1 ଟା 1 ଗୁଣା, 2 ର 1 ଗୁଣା 2। 2 ଦୁणे 4, 4 ଦୁणे 8। ତାହେଲେ 8 8 4 12 2 ରଖିଲା 1 4 2 6 1 7 17 28। ତାହେଲେ ଏଠି 17 28 ହବ। କେବଳ 28 ରହିବ, 17 ଟା କ୍ୟାରି ହେଇଯିବ। ହେଲେ 28 ରହିବ, 17 ଟା କ୍ୟାରି ହେଇଯିବ 17। ତାପରେ ଏଠି ପୁରା ଚକ୍ର 12 3 36 12 36 ଗୁଣନ 12 1272 2 7 12 36 40 3 43 432। 432 ଏଠି ଆଡ ହେଇଯିବ। 432 ଆଡ ହେଲେ 17 7 9 3 1 4 ଇଏ 4। ତାହେଲେ 49 ଏଠି ରହିବ, ବାକି 4ଟା କ୍ୟାରି ହେଇଯିବ। ତାହେଲେ 4ଟା ଏଠି ମିଶିଯିବ। 12 36 ଅଧା ଚକ୍ର ଏଇନା। ଅଧା ଚକ୍ର ଅଧା ଚକ୍ର ବୁଲିଲେ 12 36 ହଉଛି। ତାହେଲେ ଏଇ 100 ରେ କେତେ ଯୋଗ ହବ? ଏକ ତ 4 ଥିଲା ଆମର ଏଠି, ଆଉ ସହିତ 36 ଅଧା ଚକ୍ର ବୁଲିଲା ପରେ 36 ହେଲା। ତାହେଲେ 36 4 40, ତାହେଲେ 140 140। ଫାଇନାଲି 112 ର କ୍ୟୁବ କେତେ ହବ? 140 49 28। ଚେକ୍ କରିଦବା ଥରେ। 112 ର ପ୍ରଥମ ସ୍କୋୟାର ବାହାର କରିବା। 112 ସ୍କୋୟାର ବାହାର କରିବା ପାଇଁ ହେଲେ 112 ରେ ଯୁକ୍ତ 12 କରିବା, ମାଇନସ 12 କରିବା।
ଏଠି ଲେଖିବା ଦୁଇଟା ଅଙ୍କ ରହିବ କେତେ 144 44 ଠିକ କ୍ୟାରି ହେଇଗଲା 1 ତାପରେ 112 ଯୁକ୍ତ 12 124 ଗୁଣନରେ 112 ରୁ 12 ଗଲେ 100 ଗୁଣରେ 100 ତାହେଲେ ଏଇଟା କଟିଯିବ ବାକି ରହିଲା 124 ତାହେଲେ କେତେ ହବ 4 4 1 2 5 4 1 5 2 5 1 2 5 4 4 ଏତିକି ପାଇଲା ତାହେଲେ ଆମର କଣ ଏ 112 ର ବର୍ଗ ଆମେ 112 ର କ୍ୟୁବ ବାହାର କରିବା ତାହେଲେ 125 4 4 ପୁଣି 112 ଇ ଗୁଣନ କରିଦବା 2 8 ସୁନ୍ଦର ନା 1 4 କେ 5 2 କେ 2 ତାହେଲେ ଏଠି 4 4 5 2 1 4 4 5 2 1 ତାହେଲେ 8 8 4 12 2 ରଖିଲା 1 4 4 8 के 9 5 4 5 5 10 4 14 ये 8 ये 8 4 12 रखना 1 4 4 8 के 9 5 5 10 4 14 14 ରୁ 4 ରଖିଲା 1 5 6 7 8 9 1 10 ରୁ 0 ରଖିଲା 1 2 के 3 1 4 1 ତାହେଲେ 1 4 0 4 9 2 8 କରେକ୍ଟ ବୁଝିଲା ତାହେଲେ ଏଇପରି ଭାବରେ ପିଲାମାନେ ଆମେ ମାନେ କଣ କରିବା ନା 2 ଅଙ୍କ ଏବଂ 3 ଅଙ୍କର ଯୋଉ ଘନ କ୍ୟୁବ ବୁଝିଲା କ୍ୟୁବ ର 2 ଅଙ୍କ ବିଶିଷ୍ଟ ସଂଖ୍ୟା ଆସେ 3 ଅଙ୍କ ବିଶିଷ୍ଟ ସଂଖ୍ୟା ବହୁତ କମ ବାଇଚାନ୍ସ ଗୋଟେ ଗୋଟେ ଆସିଲେ ଆସିବ ନହେଲେ ବି ନାହିଁ ବୁଝିଲା ତେଣୁ ଆପଣ ମାନେ ମନେ ରଖିଥିବେ ବୁଝିଲା ପ୍ରୋସେସ ଟା ମନେ ରଖିଥିବେ ଯାହା ଫଳରେ ଆପଣ ମାନଙ୍କ ପାଇଁ କମ୍ପିଟିଟିଭ ଏକ୍ସାମ ରେ ଯଦି ବି କ୍ୱେଶ୍ଚନ ଆମର କ୍ୟୁବ ରୁଟ ର ନିଶ୍ଚିତ ଭାବରେ ଆସିବ ବୁଝିଲା ତେଣୁ କ୍ୟୁବ ରୁଟ ଟା ଇମ୍ପୋର୍ଟାଣ୍ଟ ଅଛି ଆଉ କ୍ୟୁବ ରୁଟ ଜାଣିବା ପାଇଁ ହେଲେ କ୍ୟୁବ ମଧ୍ୟ ଜାଣିବା ପାଇଁ ନିହାତି ପଡିବ ବୁଝିଲା ତେଣୁ ଆପଣ ମାନଙ୍କୁ ବିଶେଷ ଅନୁରୋଧ ଯୋଉ ପିଲାମାନେ ଆମ କ୍ଲାସ ଦେଖୁଛନ୍ତି ଆପଣ ମାନଙ୍କୁ କହିଦେବା ପାଇଁ ଚାହେଁ ଯେ ଆପଣ ମାନେ କେହି କମେଣ୍ଟ କରୁନାହାନ୍ତି ଆମ କ୍ଲାସ ଆପଣ ମାନଙ୍କୁ କିପରି ଲାଗୁଛି ବୁଝିଲା ତେଣୁ ମୁଁ ଆଶା କରୁଛି ନିଶ୍ଚିତ ଭାବରେ ଆପଣ ମାନେ କମେଣ୍ଟ କରିବେ ଏବଂ ମୁଁ ଆପଣ ମାନଙ୍କୁ ଭଲ ଭଲ କଣ୍ଟେଣ୍ଟ ନିଶ୍ଚିତ ପ୍ରୋଭାଇଡ କରିବା ପାଇଁ ଚେଷ୍ଟା କରୁଛି ମୁଁ କ୍ୟୁବ ରୁଟ ର କ୍ଲାସ ସରିଲା ପରେ ସ୍କୋୟାର ସ୍କୋୟାର କ୍ୟୁବ କ୍ୟୁବ ରୁଟ ଏ ସମସ୍ତର ମାନେ ସମସ୍ତ ଟପିକ ର ଆମେ ଗୋଟେ ମିକ୍ସ କ୍ୱେଶ୍ଚନ ର କ୍ଲାସ ଡିସ୍କସ କରିବା ବୁଝିହେଲା ତ ଆଜିକା ପାଇଁ ବିଦାୟ ଦିଅନ୍ତୁ ପିଲାମାନେ ଜୟ ଜଗନ୍ନାଥ